ସମସ୍ତଙ୍କୁ ଖ୍ରୀଷ୍ଟପ୍ରିୟ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆପଣଙ୍କୁ ମନେ ଥିବ ଗତକାଲି ମୁଁ ଗୋଟିଏ ଭିଡ଼ିଓ ଅପଲୋଡ଼ କରିଥିଲି ଯେ ମୋର ୟୁଟ୍ୟୁବ୍ ଚ୍ୟାନେଲରେ ଏକ ପ୍ରୋବ୍ଲେମ୍ ଆସିଯାଇଛି, ଯେଉଁଟାକି ରିୟୁଜ୍ଡ କଣ୍ଟେଣ୍ଟର ପଲିସିର ଏକ ପ୍ରୋବ୍ଲେମ୍ ଆସିଯାଇଛି। ସେଥିପାଇଁ ଏଇଟା ହେଉଛି ମୋର ଫେସବୁକ୍ ପେଜ୍। ଆଉ ଏଇ ଫେସବୁକ୍ ପେଜ୍ରେ ମଧ୍ୟ ବାଇବେଲ ସମ୍ପର୍କିତ ଅନେକ ଭିଡ଼ିଓ ଆଗାମୀ ଦିନମାନଙ୍କରେ ଆସିବ, ଆଉ କଣ୍ଟିନ୍ୟୁ ଆସିବ, ରେଗୁଲାର ଆସିବ। ଆଉ ଏଥିରେ କୌଣସି ସନ୍ଦେହ ନାହିଁ। ଆଉ ଅନେକ ଭାବୁଥିବେ ଯେ ୟୁଟ୍ୟୁବ୍ ଚ୍ୟାନେଲରେ ଥାଉ ଥାଉ ଏପରି କ'ଣ ଆବଶ୍ୟକତା ପଡ଼ିଲା ଯେ ଫେସବୁକ୍ ପେଜ୍ରେ ଭିଡ଼ିଓ ଅପଲୋଡ଼ କରିବା। ଆଉ ଆପଣମାନଙ୍କର ଅବଗତି ନିମନ୍ତେ, ଜାଣିବା ନିମନ୍ତେ ମୁଁ ଗୋଟେ ବିଷୟ ଜଣାଇ ଦେଉଅଛି ଯେ ହୁଏତ ଆଗାମୀ କିଛି ଦିନ ପରେ ଏ ଚ୍ୟାନେଲ ହୁଏତ ଡିଲେଟ୍ ହୋଇଯାଇପାରେ। ସେଭଳି ଏକ ପରିସ୍ଥିତି ବର୍ତ୍ତମାନ ସୃଷ୍ଟି ହୋଇଛି। ଆଉ ଗତକାଲି ମୁଁ ଏକ ଭିଡ଼ିଓ ଅପଲୋଡ଼ କରିଥିଲି, ଆଉ ସେଠି ମୋର ଚ୍ୟାନେଲ ସମ୍ପର୍କିତ ପ୍ରୋବ୍ଲେମ୍ ମୁଁ ଆପଣମାନଙ୍କୁ ଜଣାଇଥିଲି। ଯଦି ଆପଣ ସେଇ ଭିଡ଼ିଓ ଦେଖିନାହାନ୍ତି ତେବେ ମୋର ଚ୍ୟାନେଲକୁ ଯାଇକି ଆପଣ ଦେଖିପାରିବେ। ତେବେ ଆପଣ ମୋର ଫେସବୁକ୍ ପେଜ୍କୁ ଆପଣ ଯାଆନ୍ତୁ, ଆଉ ଗଲା ପରେ ତାକୁ ଫଲୋ କରିବେ। ତେବେ କେମିତି ପହଞ୍ଚିବେ ଫେସବୁକ୍ ପେଜ୍ରେ? এই ଭିଡ଼ିଓର ଡେସ୍କ୍ରିପସନ୍ରେ ଏକ ଫେସବୁକ୍ ପେଜ୍ର ଗୋଟେ ଲିଙ୍କ୍ ଅଛି। ସେ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଆପଣ ସିଧା ଫେସବୁକ୍ ପେଜ୍ରେ ପହଞ୍ଚିଯିବେ। ଆଉ ତଳକୁ ସ୍କ୍ରୋଲ୍ କରିବେ। ତଳକୁ ଗଲା ପରେ ଯେକୌଣସି ଗୋଟେ ଭିଡ଼ିଓ ଆପଣ ଓପନ୍ କରିବେ ଏବଂ ଉପରେ ଲେଖା ହେଇଥିବ ଫଲୋ ବୋଲି ଗୋଟେ ଅପସନ୍ ଥିବ। ଆଉ ସେଇ ଫଲୋ ଅପସନ୍ରେ କ୍ଲିକ୍ କରିଦେଲେ ଆପଣ ଫେସବୁକ୍ ପେଜ୍କୁ ଫଲୋ ଆପଣ କରିପାରିବେ। ଯେପରିକି ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରାଯାଏ, ସେହିପରି ଫେସବୁକ୍ ପେଜ୍କୁ ଫଲୋ ମଧ୍ୟ କରାଯାଏ। ତେବେ ଗତକାଲିର ଭିଡ଼ିଓ ପରେ ଗୋଟେ ବାକ୍ୟ ମୋର ମନେ ପଡ଼ିଲା ପ୍ରଭୁଙ୍କର ବାକ୍ୟରୁ, ଆଉ ଯାହାକି ମୋତେ ସାହସ ଯୋଗାଇଲା ଆଗକୁ ବଢ଼ିବା ନିମନ୍ତେ। ଯେଉଁଟାକି ଉପଦେଶକ 3 ପର୍ବର 11 ପଦ, ଉପଦେଶକ 3:11। ଏଠି ଏପରି ଲେଖାଯାଏ, ସେ ପ୍ରତ୍ୟେକ ବିଷୟକୁ ତାହାର ସମୟରେ ଶୋଭିତ କରିଅଛନ୍ତି, ମଧ୍ୟ ସେ ସେମାନଙ୍କ ହୃଦୟରେ ଅନନ୍ତ କାଳ ରଖିଅଛନ୍ତି। ତଥାପି ପରମେଶ୍ୱର ପ୍ରଥମଠାରୁ ଶେଷ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ କରିଅଛନ୍ତି, ମନୁଷ୍ୟ ତହିଁର ତତ୍ତ୍ୱ ପାଇପାରେ ନାହିଁ। ହଁ ପ୍ରିୟ ବନ୍ଧୁଗଣ, ପରମେଶ୍ୱର ଯାହା କରନ୍ତି ମନୁଷ୍ୟର ଭଲ ପାଇଁ ହିଁ କରନ୍ତି। ମନୁଷ୍ୟର ଉପକାର ପାଇଁ, ଭଲ ପାଇଁ ପରମେଶ୍ୱର କରିଥାନ୍ତି। ଆଉ ପରମେଶ୍ୱର କେବେ ହେଲେ ଅନ୍ୟର ଅମଙ୍ଗଳ ଚାହାନ୍ତି ନାହିଁ। ପରମେଶ୍ୱର ଚାହାନ୍ତି ସମସ୍ତେ ଭଲରେ ରୁହନ୍ତୁ, ଆଉ ସମସ୍ତେ ଖୁସିରେ ରୁହନ୍ତୁ। ଏଇଟା ପରମେଶ୍ୱର ଚାହାନ୍ତି। ଆଉ ପରମେଶ୍ୱର ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ମଧ୍ୟ ରଖିଅଛନ୍ତି, ଯେପରି ଆମେମାନେ ତାହାଙ୍କଠାରେ ଲାଗି ରହିବା। ଏବଂ ପ୍ରକୃତରେ ପରମେଶ୍ୱର ଏଇ ଯେଉଁ ବାକ୍ୟ ପରମେଶ୍ୱର ମୋତେ ପ୍ରଦାନ କଲେ, ତା ମୋତେ ସାହସ ଯୋଗାଇଲା। ଆଉ ଫଳରେ ମୁଁ ଟିକେ ନର୍ଭସ୍ ହୋଇଯାଇଥିଲି, ଟିକେ ବିଚଳିତ ହୋଇଯାଇଥିଲି ଯେ ଏଇଭଳି ପ୍ରୋବ୍ଲେମ୍ ଆସିଲା ପରେ ହୁଏତ କ'ଣ ହେଇପାରେ, ଆଗାମୀ ଦିନମାନଙ୍କରେ କ'ଣ ହେଇପାରେ। ଯେ କୌଣସି ବିଷୟ ଚିନ୍ତା ନାହିଁ, ଚିନ୍ତା କରିବାର କୌଣସି ବିଷୟ ନାହିଁ। କାରଣ ଯେଉଁ ପବିତ୍ର ଧର୍ମଶାସ୍ତ୍ର ବାଇବେଲ ପରମେଶ୍ୱର ଆମକୁ ଦେଇଛନ୍ତି, ଯେଉଁ ବାକ୍ୟ ପରମେଶ୍ୱର ଆମମାନଙ୍କୁ ପ୍ରତ୍ୟେକଙ୍କୁ ଦେଇଛନ୍ତି, ସେ ବାକ୍ୟ ଅନୁଯାୟୀ ଯଦି ଆମେମାନେ ଦେଖିବା, ତେବେ ପରମେଶ୍ୱର ଯାହା ବି କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ହିଁ କରନ୍ତି। ଏଇଟା ମୁଁ ନୁହେଁ, ପ୍ରାୟ ପୃଥିବୀରେ ଅନେକ ଲୋକ ଅଛନ୍ତି, ସେମାନେ ଏ କଥା କହନ୍ତି। ଏପରିକି ବିଜାତିମାନେ ମଧ୍ୟ ସେମାନେ ବିଶ୍ୱାସ କରନ୍ତି ଯେ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ହିଁ କରନ୍ତି। ତେଣୁ ଗୋଟେ ବିଷୟ ମୁଁ ଚିନ୍ତା କଲି ଯେ ଯାହା ବି ହେଇଛି ତାହା ନିମନ୍ତେ ପରମେଶ୍ୱରଙ୍କର କିଛି ଗୋଟେ ଯୋଜନା ନିହାତି ଭାବରେ ଥିବ। କାରଣ ପରମେଶ୍ୱରଙ୍କର ଏଇ ଯେଉଁ ଯୋଜନା ରହିଅଛି ତାକୁ ମନୁଷ୍ୟ ବୁଝିପାରେ ନାହିଁ। ଏପରି ଦେଖିବାକୁ ଗଲେ ମୁଁ ମଧ୍ୟ ଜଣେ ମନୁଷ୍ୟ, ଆଉ ପରମେଶ୍ୱରଙ୍କର ଜ୍ଞାନ ଆମମାନଙ୍କର ଜ୍ଞାନ ମଧ୍ୟରେ ବହୁତ ତଫାତ ରହିଅଛି, ବହୁତ ପାର୍ଥକ୍ୟ ରହିଅଛି। ସେଥିପାଇଁ 11 ପଦରେ ସେ କହନ୍ତି,
ଉପଦେଶକ 3:11 ସେ ପ୍ରତ୍ୟେକ ବିଷୟକୁ ତାହାର ସମୟରେ ଶୋଭିତ କରିଆସନ୍ତି, ମଧ୍ୟ ସେ ସେମାନଙ୍କ ହୃଦୟରେ ଅନନ୍ତକାଳ ରଖିଆସନ୍ତି। ତଥାପି ପରମେଶ୍ୱର ପ୍ରଥମଠାରୁ ଶେଷ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ କରିଆସନ୍ତି ମଣିଷ ତହିଁର ତତ୍ତ୍ୱ ପାଇପାରେ ନାହିଁ। ଆଉ ଏଇ ଯେଉଁ ଉପଦେଶକ ପୁସ୍ତକ ଆମେ ଦେଖୁଅଛୁ, ଏହାର ଲେଖକ କିଏ? ଏହାର ଲେଖକ ହେଉଛନ୍ତି ଜ୍ଞାନୀ ସଲୋମନ। କେବଳ ସଲୋମନ ନୁହେଁ, ଜ୍ଞାନୀ ସଲୋମନ। ଆଉ ଯାହାଙ୍କୁ ପରମେଶ୍ୱର ଅଗାଧ ଜ୍ଞାନ ଏବଂ ପାଣ୍ଡିତ୍ୟ ପ୍ରଦାନ କରିଥିଲେ। ଆଉ ଯେତେବେଳେ ସଲୋମନକୁ ପରମେଶ୍ୱର ପଚାରୁଛନ୍ତି, ତୁମର କ'ଣ ଦରକାର ଆମକୁ କୁହ, ଆମେ ତୁମକୁ ସବୁ କିଛି ଦେବା ପାଇଁ ପ୍ରସ୍ତୁତ ଅଛୁ। ତେବେ ସଲୋମନ କହୁଛନ୍ତି ଯେ ଆପଣ ମୋତେ ଜ୍ଞାନ ଦିଅନ୍ତୁ। এই ଦେଶର ଲୋକମାନଙ୍କୁ ଚଳାଇବା ପାଇଁ, ଶାସନ କରିବା ପାଇଁ ଆପଣ ମୋତେ ଜ୍ଞାନ ଦିଅନ୍ତୁ। ଆଉ ସଲୋମନଙ୍କର ଉତ୍ତରରେ ପରମେଶ୍ୱର ସନ୍ତୁଷ୍ଟ ହୋଇ କହିଥିଲେ ଯେ ଠିକ୍ ଅଛି, ତୁମ ପାଇଁ ଜ୍ଞାନ ମାଗିଆସ, ଉତ୍ତମ ବିଷୟ ମାଗିଆସ, ଆଉ ଜ୍ଞାନ ସହିତ ଆମେ ତୁମକୁ ଅନ୍ୟ ବିଷୟ ମଧ୍ୟ ପ୍ରଦାନ କରିବା। ତେବେ ଇଏ ହେଉଛି ସେଇ ଜ୍ଞାନୀ ସଲୋମନଙ୍କର ଲେଖା। ଆପଣ ଯଦି ସଲୋମନଙ୍କର ପୁସ୍ତକ ପଢ଼ିବେ, ବିଶେଷ କରି ଉପଦେଶକୁ ପଢ଼ିବେ, ତେବେ ଅନେକ ବିଷୟ ଏଠାରେ ଲେଖା ଅଛି। ଆଉ ଏଠାରେ ଏମିତି ବିଷୟ ଲେଖା ଅଛି ଯଦ୍ୱାରା ଜଣେ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବ ଏବଂ ଜଗତ ଠାରୁ ପୃଥକ ହେବ। ଏମିତି ବିଷୟ ସବୁ ଏହି ପୁସ୍ତକରେ ଲିଖିତ ଅଛି। ଆଉ ଯଦି ଆପଣ ବାଇବେଲ ପଢ଼ୁନାହାନ୍ତି, ତେବେ ଆପଣ ବାଇବେଲ ଥରେ ପଢ଼ନ୍ତୁ, ପଢ଼ିକି ଆପଣ ଦେଖନ୍ତୁ। ଆଉ ଦ୍ୱିତୀୟ ବିଷୟ ହେଉଛି, ଆପଣ ବାଇବେଲରେ ଯାହା ବି କିଛି ବିଷୟ ପଢ଼ୁଥାନ୍ତୁ ନା କାହିଁକି, ଯଦି ଆପଣ ପ୍ରତିଦିନ ବାଇବେଲ ଷ୍ଟଡି କରନ୍ତି, ଆପଣ ଗୋଟିଏ ଦିନ ବାହାର କରିକି ଉପଦେଶକ ଏକ ପର୍ବରୁ ଶେଷ ପର୍ବ ପର୍ଯ୍ୟନ୍ତ ଆପଣ ଥରେ ପଢ଼ନ୍ତୁ। ଅନେକ ଶିକ୍ଷଣୀୟ ବିଷୟ ଅଛି ଏଠାରେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆଉ ଥରେ ମୁଁ କହୁଅଛି ଶେଷରେ, ଆଉ ମୋର ଫେସବୁକ୍ ପେଜ୍କୁ ଯାଆନ୍ତୁ, ତାକୁ ଫଲୋ କରନ୍ତୁ, ଆଉ ପେଜ୍କୁ ଲାଇକ୍ କରନ୍ତୁ, କାରଣ ଏଇ ପେଜ୍ରେ ମଧ୍ୟ ବର୍ତ୍ତମାନ ଠାରୁ ରେଗୁଲାର ଭିଡ଼ିଓ ଅପଲୋଡ଼ ହେବ। ଯଦି ବା ଭବିଷ୍ୟତରେ ୟୁଟ୍ୟୁବ୍ ଚ୍ୟାନେଲ୍, ଏଇ ଚ୍ୟାନେଲ୍ ଡିଲିଟ୍ ହେଇଯାଏ, ତଥାପି କୌଣସି ପ୍ରୋବ୍ଲେମ୍ ନାହିଁ, କାରଣ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଯେଉଁ ଭିଡ଼ିଓ ସବୁ ଆପଣ ଦେଖୁଛନ୍ତି, ତାକୁ ଆପଣ ଏଇ ଫେସବୁକ୍ ପେଜ୍ରେ ମଧ୍ୟ ଆପଣ ଦେଖିପାରିବେ। କେବଳ ଗୋଟେ ବିଷୟ ପରିବର୍ତ୍ତନ ହେବ ଯେ ଆପଣ ୟୁଟ୍ୟୁବ୍ ଦେଖୁଥିଲେ, ତାପରେ ଫେସବୁକ୍ ଆପଣ ଦେଖିବେ, ଆଉ ମୋର ଭିଡ଼ିଓ ଗୁଡ଼ିକ ମଧ୍ୟ ଆପଣ ପାଇପାରିବେ। କେବଳ ଏତିକି ଫରକ, ଆଉ କିଛି ଫରକ ନାହିଁ। ତେବେ ବିଶେଷ ଅନୁରୋଧ, ଆପଣ ଶୀଘ୍ର ଯାଆନ୍ତୁ, এই ପେଜ୍କୁ ଫଲୋ କରନ୍ତୁ, ଡେସ୍କ୍ରିପ୍ସନ୍କୁ ଯାଆନ୍ତୁ, ଏଇ ତଳକୁ ଯାଆନ୍ତୁ, ଏଇ ଭିଡ଼ିଓର ତଳକୁ ଯାଆନ୍ତୁ, ମୋର୍ ଉପରେ କ୍ଲିକ୍ କରନ୍ତୁ, ଯେଉଁ ଲେଖା ହେଉଛି MORE, ମୋର୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ତଳକୁ ଯିବେ, ଦେଖିବେ ପ୍ରଥମ କରି ଗୋଟେ ଲିଙ୍କ୍ ଅଛି, ଫେସବୁକ୍ ପେଜ୍ ଲିଙ୍କ୍। ତାକୁ କ୍ଲିକ୍ କଲା ପରେ ଆପଣ ଫେସବୁକ୍ ପେଜ୍ରେ ପହଞ୍ଚିଯିବେ। ତାକୁ ତଳକୁ କରିବେ, ଯେକୌଣସି ଗୋଟେ ଭିଡ଼ିଓ ଓପନ୍ କରିବେ, ଆଉ ଉପରେ ଲେଖା ହେଇଥିବ ଫଲୋ ବୋଲି ଲେଖା ହେଇଥିବ, FOLLOW, ଯେଉଁ ଫଲୋ, ତା ଉପରେ କ୍ଲିକ୍ କଲେ ଆପଣ ଚ୍ୟାନେଲକୁ ଫଲୋ କରିପାରିବେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆଜି ପାଇଁ ଏତିକି। ପୁଣି ଦେଖାବ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ଆନ୍ତରିକ ନମସ୍କାର।